ଆମେରିକା, ଇସ୍ରାଏଲ ଓ ଇରାନ ଭିତରେ ଯୁଦ୍ଧ ଚାଲିଛି। ଆଉ ଏହି ଯୁଦ୍ଧକୁ ଓହ୍ଲାଇବାକୁ ଏବେ ଚେତାବନୀ ଦେଲାଣି ପାକିସ୍ତାନ। ସତରେ କ'ଣ ପାକିସ୍ତାନ ଏହି ଯୁଦ୍ଧକୁ ଓହ୍ଲେଇ ଯିବ? ଦୋଗଲାପନ୍ଥୀ କରୁଥିବା ବା ଦୋମୁହାଁ ନୀତି ରଖୁଥିବା ପାକିସ୍ତାନ ପାଇଁ ଏହି ଯୁଦ୍ଧରେ ଓହ୍ଲେଇବା କ'ଣ ଏତେ ସହଜ? ଯଦି ପାକିସ୍ତାନ ଏହି ଯୁଦ୍ଧକୁ ଆସେ ତେବେ ପାକିସ୍ତାନର ଯେ କେତେ ବଡ଼ କ୍ଷତି ହେବ ସେ କଥାକୁ ବୋଧେ ପାକ୍ ସରକାର ଆକଳନ କରିନାହାନ୍ତି। ନମସ୍କାର, ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଆନ୍ତର୍ଜାତୀୟ ମହଲରେ ଗୋଟିଏ ରିପୋର୍ଟ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପାକିସ୍ତାନ କହିଛି ଯଦି ସାଉଦି ଆରବ ଉପରେ ଆକ୍ରମଣ ବନ୍ଦ ନ ହୁଏ ତେବେ ଆମେରିକା, ଇସ୍ରାଏଲ ଓ ଇରାନର ଯୁଦ୍ଧରେ ପାକିସ୍ତାନ ମଧ୍ୟ ଓହ୍ଲେଇବ। ଏମିତିକି ଏହି ଯୁଦ୍ଧରେ ସେ ସିଧାସଳଖ ଇରାନକୁ ଟାର୍ଗେଟ କରିବ ବୋଲି ମଧ୍ୟ ଚେତାବନୀ ଦେଇଦେଇଛି। ହେଲେ ଆପଣମାନେ ଜାଣିଛନ୍ତି କି ପାକିସ୍ତାନ ଏଭଳି କାହିଁକି ନିଷ୍ପତ୍ତି ନେଲା? ଯୁଦ୍ଧ ତ ଇରାନ, ଆମେରିକା, ଇସ୍ରାଏଲ ଭିତରେ ହେଉଛି। ତେବେ ଭୌଗୋଳିକ ମାନଚିତ୍ରରେ ଏହି ତିନି ଦେଶଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ପାକିସ୍ତାନ ପାଇଁ କାହିଁ ମୁଣ୍ଡ ବ୍ୟଥାର କାରଣ ହେଲା? ଏହାର ଉତ୍ତର ହେଉଛି ଯେ ପାକିସ୍ତାନ ଓ ସାଉଦି ଆରବ ଭିତରେ ଏକ ଡିଲ୍ ହୋଇଥିଲା। ଆପଣମାନଙ୍କର ମନେ ଥିବ, କିଛି ମାସ ତଳେ ହିଁ ପାକିସ୍ତାନ ଓ ସାଉଦି ଆରବ ଭିତରେ ଏକ ସାମରିକ ଡିଲ୍ ହେଲା। ଏହି ଡିଲ୍ରେ କ'ଣ ସବୁ ପଏଣ୍ଟସ୍ ରହିଛି ବା ଏହି ଡିଲ୍ରେ କେଉଁ ସବୁ ନୀତି ଉପରେ କାର୍ଯ୍ୟ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି ସେ ନେଇ କିଛି ଉଲ୍ଲେଖ କଲା ନାହିଁ ପାକିସ୍ତାନ। କିନ୍ତୁ ନିଜର ଅହଙ୍କାର ପାଇଁ କେବଳ ଗୋଟିଏ ଧାଡ଼ିକୁ ହିଁ ପାକିସ୍ତାନ ଉଲ୍ଲେଖ କରି ସେତେବେଳେ ସାର୍ବଜନୀନ କରିଥିଲା ଯେ ଯଦି ସାଉଦି ଆରବ ବା ପାକିସ୍ତାନ ଉପରେ ଆକ୍ରମଣ କରାଯାଉଛି ତେବେ ଏହି ଚୁକ୍ତି ଆଧାରରେ ଧରାଯିବ ଯେ ଏହି ଆକ୍ରମଣ ଉଭୟ ଦେଶ ଉପରେ କରାଯାଇଛି ଆଉ ସାଉଦି ଆରବ, ପାକିସ୍ତାନ ଦୁଇ ଭାଇ ମିଳିମିଶି ଏହି ଯୁଦ୍ଧର ପ୍ରତି ଉତ୍ତର ଦେବେ। ଆଉ ଟିକେ ସରଳ ମୁଁ କରିବା ପାଇଁ ଚାହିଁବି, ଏହି ସାମରିକ ଚୁକ୍ତି ଅନୁସାରେ ଯଦି ସାଉଦି ଆରବ କିମ୍ବା ପାକିସ୍ତାନ ଏ ଉଭୟ ଦେଶ ଭିତରୁ କୌଣସି ଏକ ଦେଶ ଉପରେ ଆକ୍ରମଣ ହୁଏ ତେବେ ଏହା ଦୁଇ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ଆଉ ଉଭୟ ଦେଶ ମିଳିମିଶି ଶତ୍ରୁକୁ ପ୍ରତି ଉତ୍ତର ଦେବେ। ବର୍ତ୍ତମାନ ଏହି ଡିଲ୍ର ହରଡ଼ ଘଣାରେ ପାକିସ୍ତାନ ଫସି ଯାଇଛି, ଯେଉଁଥିପାଇଁ ଇରାନ, ଆମେରିକା ଓ ଇସ୍ରାଏଲ ଯୁଦ୍ଧରେ ଭାଗ ନେବାକୁ ପାକିସ୍ତାନ ଚେତାବନୀ ଦେଲାଣି। ତେବେ ପାକିସ୍ତାନ ପାଖରେ ଏନେଇ କ'ଣ କ୍ଷମତା ରହିଛି? ପ୍ରକୃତରେ ପାକିସ୍ତାନ ଏହି ଯୁଦ୍ଧକୁ ଓହ୍ଲାଇବାକୁ ଚାହୁଁଛି କି? ସେ ସବୁର ଉତ୍ତର ଦେବା ପୂର୍ବରୁ ମୁଁ ପ୍ରଥମେ କହି ରଖିବା ପାଇଁ ଚାହିଁବି ଯେ ଯେତେବେଳେ ଇରାନ, ଆମେରିକା ଓ ଇସ୍ରାଏଲ ଭିତରେ ଯୁଦ୍ଧ ଚାଲିଛି କେବଳ ଆମେରିକା ଓ ଇସ୍ରାଏଲକୁ ଇରାନ ଟାର୍ଗେଟ କରୁନାହିଁ, ବରଂ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ଟାର୍ଗେଟ କରି ନିଆଁର ଭିତରକୁ ନେବା ପାଇଁ ଯୋଜନା କରିଛି ଇରାନ। ଆଉ ଏହା ପଛରେ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ଦେଶ ସହିତ ଶତ୍ରୁତା କାରଣ ନୁହେଁ, ବରଂ ମଧ୍ୟପ୍ରାଚ୍ୟରେ ତୈଳ ବିଶୋଧନାଗାର ଗୁଡ଼ିକର ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଆଉ ଯଦି ବିଭିନ୍ନ ଦେଶର ତୈଳ ବିଶୋଧନାଗାର ବା ତୈଳ କାରବାର କରୁଥିବା ପ୍ରତିଷ୍ଠାନ ଗୁଡ଼ିକୁ ଇରାନ ଟାର୍ଗେଟ କରୁଛି ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ଯାହା ବ୍ୟାରେଲ ପଛି ପ୍ରତି $80 ରୁ $85 ରହିଛି ତାହା $200 ରୁ $250କୁ ବୃଦ୍ଧି ପାଇବ। ଏଭଳି ସ୍ଥିତି ହେଲେ ବିଭିନ୍ନ ଦେଶ ଇରାନ ସାମ୍ନାରେ ମୁଣ୍ଡ ନୁଆଇବା ପାଇଁ ବାଧ୍ୟ ହେବେ ବା ଯଦି ତୈଳ ଦର ବୃଦ୍ଧି ପାଏ ତୈଳ କାରବାର ପାଇଁ ମଧ୍ୟପ୍ରାଚ୍ୟ ଓ ଇରାନ ଉପରେ ନିର୍ଭର କରୁଥିବା ଅନ୍ୟ ଦେଶମାନେ ଏହି ଯୁଦ୍ଧରେ ଇରାନକୁ ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗ କରିବା ପାଇଁ ବାଧ୍ୟ ହେବେ। ଏଥିପାଇଁ ଇରାନ ସାଉଦି ଆରବକୁ ଟାର୍ଗେଟ କଲା। ଦୁବାଇରେ ଆକ୍ରମଣ କରାଗଲା, କତାରରେ ଆକ୍ରମଣ କରାଗଲା, ଏହା ସହିତ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ବଡ଼ ବଡ଼ ସହରକୁ ମଧ୍ୟ ଟାର୍ଗେଟ କରାଗଲା। ହେଲେ ଏତେବେଳ ଯାଏ ଚୁପ ରହିଥିଲା ପାକିସ୍ତାନ। ସେପଟେ କିନ୍ତୁ ସାଉଦି ଆରବର ପୁରା ମନେ ଥିଲା ଯେ ସେମାନେ ପାକିସ୍ତାନ ସହ ଗୋଟିଏ ସାମରିକ ଚୁକ୍ତି କରିଛନ୍ତି। ଆଉ ସାଉଦି ଆରବ ଯେତେବେଳେ ଚାପ ପକେଇଲା ସେତେବେଳେ ପାକିସ୍ତାନ ମୁହଁ ଠାଣି କରି କହୁଛି ବା ମୁହଁ ଟାଣ କରି କହୁଛି ଯଦି ସାଉଦି ଆରବ ଉପରେ ଆକ୍ରମଣ ବନ୍ଦ ନ ହୁଏ ତେବେ ଆମେରିକା, ଇସ୍ରାଏଲ ଓ ଇରାନର ଯୁଦ୍ଧରେ ପାକିସ୍ତାନ ମଧ୍ୟ ଅଂଶୀଦାର ହେବ। ହେଲେ ଦର୍ଶକ ବନ୍ଧୁ, ଆମେରିକା, ଇସ୍ରାଏଲ ତୁଳନାରେ ପାକିସ୍ତାନର ସାମରିକ କ୍ଷମତା ଯଥେଷ୍ଟ କମ୍। ଏହା ସହିତ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିରେ ମୁଣ୍ଡ ଖେଳାଇଲେ ପାକିସ୍ତାନର ଅର୍ଥନୈତିକ କ୍ଷତି ଘଟିବ। ଯେଉଁ ପାକିସ୍ତାନୀ ଦେଶ ବା ପାକିସ୍ତାନ ସରକାର
ବିଭିନ୍ନ ଦେଶରୁ ଋଣ କରଜ କରି ବର୍ତ୍ତମାନ ଦେଶ ଚଳାଇବା ଅବସ୍ଥାରେ ପହଞ୍ଚିଛନ୍ତି, ସେମାନେ ସତରେ କ'ଣ ଯୁଦ୍ଧ କରିବାକୁ ଚାହିଁବେ? ସେମାନେ ସତରେ କ'ଣ ଯୁଦ୍ଧର ବିଭୀଷିକା ଭିତରକୁ ଯାଇ ନିଜର ଅର୍ଥନୀତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେବା ପାଇଁ ଚାହିଁବେ? ଇଏ ଗୋଟିଏ ପ୍ରଶ୍ନ ପାକିସ୍ତାନ ପ୍ରତି। ପାକିସ୍ତାନ ପାଖରେ ଅର୍ଥନୈତିକ ଦୃଷ୍ଟିରୁ, ସାମରିକ ଦୃଷ୍ଟିରୁ ଯୁଦ୍ଧ କରିବାର କ୍ଷମତା ମଧ୍ୟପ୍ରାଚ୍ୟରେ ନାହିଁ। ଏଭଳି ବାଧ୍ୟବାଧକତା ଭିତରେ କିନ୍ତୁ ଗୋଟିଏ ସାମରିକ ଚୁକ୍ତି ପାଇଁ ଏବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ବିଭୀଷିକା ଭିତରେ ମୁଣ୍ଡ ପୁରାଇ ନିଜର ସ୍ଥିତି ଜାହିର କରିବା ପାଇଁ ବାଧ୍ୟ ହେଉଛନ୍ତି ପାକିସ୍ତାନ ସରକାର। ନା ଆମେରିକା ଓ ଇସ୍ରାଏଲକୁ ଜବାବ ଦେବା ପାଇଁ ପାକିସ୍ତାନ ପାଖରେ ସାମରିକ ଦକ୍ଷତା ରହିଛି, ନା ରଣକୌଶଳ ଦୃଷ୍ଟିରୁ ଇରାନକୁ ଟାର୍ଗେଟ କରିବାର ମଧ୍ୟ କ୍ଷମତା ପାକିସ୍ତାନ ପାଖରେ ଅଛି। କିନ୍ତୁ ନିଜର ଦୋମୁହାଁ ନୀତି କାରଣରୁ ଗୋଟିଏ ପଟେ ଇରାନ ଉପରେ ଆକ୍ରମଣ ହେଉଛି, ଇରାନ ଆଉ ଗୋଟିଏ ପଟେ ସାଉଦି ଆରବ ଉପରେ ଆକ୍ରମଣ କରୁଛି, ଆଉ ସାଉଦି ଆରବର ଏହି ଆକ୍ରମଣରେ ବଲିକା ବକ୍ରା ସତେ ଯେମିତି ବନିଯାଇଛି ପାକିସ୍ତାନ। ଯଦି ସେ ସାଉଦି ଆରବ ସହ ଛିଡା ନ ହୁଏ, ତେବେ ଉଭୟ ଦେଶ ଭିତରେ ହୋଇଥିବା ସାମରିକ ଡିଲର ଅର୍ଥ କିଛି ରହିବ ନାହିଁ। ସାଉଦି ଆରବ ଠାରୁ ଅପରପକ୍ଷରେ ବହୁ ଟଙ୍କା ଋଣ ନେଇ ବର୍ତ୍ତମାନ ପାକିସ୍ତାନ ସରକାର ଦେଶକୁ ଚଳାଉଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନର ଏ ଗୋଟିଏ ପଟେ ବାଧ୍ୟବାଧକତା ଯେ ସେମାନେ ସାଉଦି ଆରବ ସହ ଛିଡା ହେବେ। ସେଥିପାଇଁ ତ ପାକିସ୍ତାନ ସରକାର କହୁଛନ୍ତି ଯେ ଆବଶ୍ୟକ ପଡ଼ିଲେ ଯଦି ସାଉଦି ଆରବ ବିରୋଧରେ ଯୁଦ୍ଧ ବନ୍ଦ କରା ନଯାଏ ବା ସାଉଦି ଆରବ ଉପରେ ଆକ୍ରମଣକୁ ଇରାନ ବନ୍ଦ ନ କରେ, ତେବେ ସେ ମଧ୍ୟ ଯୁଦ୍ଧକୁ ଲମ୍ଫ ଦେବ। କିନ୍ତୁ ଲମ୍ଫ ଦେବା ପାଇଁ ନା ପାକିସ୍ତାନର କୌଣସି ଯୋଗ୍ୟତା ଅଛି, ନା ପାକିସ୍ତାନ ପାଖରେ ସେଭଳି ବାଲିଷ୍ଟିକ ମିସାଇଲ ରହିଛି। ଅବଶ୍ୟ ପାକିସ୍ତାନ ଗୋଟିଏ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର, କିନ୍ତୁ ପରମାଣୁ ଶକ୍ତିର ବ୍ୟବହାର ଏହି ଯୁଦ୍ଧରେ ହେଉନାହିଁ। ଏଣୁ ଇସ୍ରାଏଲ ଭଳି ମିସାଇଲରେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇଥିବା ଦେଶ ବିରୋଧରେ ବା ଦେଶ ସହ ଛିଡା ହୋଇ ଇରାନ ବିରୋଧରେ ଯୁଦ୍ଧ କରିବା ପାକିସ୍ତାନ ପାଇଁ ସହଜ କଥା ନୁହେଁ। କି ଆମେରିକା ଓ ଇସ୍ରାଏଲ ଭଳି ସାମରିକ ଭାବରେ ସ୍ୱୟଂ ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ପାକିସ୍ତାନର ସହଯୋଗ ବି ଚାହୁଁନାହାନ୍ତି। କିନ୍ତୁ ଯେହେତୁ ଇରାନ ପାକିସ୍ତାନ ଉପରେ ସାଉଦି ଆରବ ଉପରେ ଆକ୍ରମଣ କରୁଛି, ସେଇଥିପାଇଁ ନିଜର ଭାଇ ଭାଇର ସମ୍ପର୍କକୁ ବଜାୟ ରଖିବା ପାଇଁ, ସେହି ସାମରିକ ଚୁକ୍ତିକୁ ବଜାୟ ରଖିବା ପାଇଁ ପାକିସ୍ତାନ ବାଧ୍ୟ ହୋଇଛି ଯୁଦ୍ଧ ସମ୍ପର୍କରେ ନିଜର ବିବୃତ୍ତି ଦେବା ପାଇଁ। ଆଉ ପାକିସ୍ତାନ କେମିତି ବିବୃତ୍ତି ଦେଉଛି? ଯେ ପାକିସ୍ତାନର କହିବା କଥା ହେଉଛି ମକ୍କା ମଦିନା ଉପରେ ଆକ୍ରମଣ କରୁଛି ଇରାନ। ହେଲେ ପାକିସ୍ତାନ ଭୁଲି ଯାଉଛି ଇରାନ ମଧ୍ୟ ଗୋଟିଏ ମୁସଲିମ ରାଷ୍ଟ୍ର। ସେମାନେ କାହିଁକି ମକ୍କା ମଦିନା ଉପରେ ଆକ୍ରମଣ କରିବେ? ଇରାନ ମକ୍କା ମଦିନା ଉପରେ କୌଣସି ଆକ୍ରମଣ କରିନାହିଁ। ଇରାନ ଆକ୍ରମଣ କରିଛି ତୈଳ ଭଣ୍ଡାର ଉପରେ। ଯେତେବେଳେ ଆମେରିକା ଓ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢୁଛି ଇରାନ, ସେତେବେଳେ ମଧ୍ୟପ୍ରାଚ୍ୟର ତୈଳ ବିଶୋଧନାଗାର ଗୁଡ଼ିକ, ତୈଳ କାରବାର ସହ ଯୋଡ଼ି ହୋଇ ରହିଥିବା ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ କରି ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କରିବାକୁ ଯୋଜନା କରୁଛି ଇରାନ। ଇରାନ କୌଣସି ମକ୍କା ମଦିନା ଉପରେ ଆକ୍ରମଣ କରିନାହିଁ। ହେଲେ ପାକିସ୍ତାନର ତ ଗୋଟିଏ କଥା, ସବୁବେଳେ ଜିହାଦ ପାଇଁ ଲଢ଼େଇ ଲଢ଼ିବୁ, ଧର୍ମ ଉପରେ ଆକ୍ରମଣ ହୋଇଗଲା ସୁରକ୍ଷା କରିବାକୁ ପଡ଼ିବ। ଠିକ ସମାନ ଢଙ୍ଗରେ ଏକ ଦୋମୁହାଁ ଷ୍ଟ୍ରାଟେଜି ରେ ଅଛି ପାକିସ୍ତାନ। ଦୋମୁହାଁ ଗୋଟି ଚାଳନା କରୁଛି। ଗୋଟିଏ ପଟେ ଇରାନ ଭଳି ରାଷ୍ଟ୍ର, ଯେଉଁ ରାଷ୍ଟ୍ର ମୁସଲିମ ସମ୍ପ୍ରଦାୟ ପ୍ରବଣ ଏବଂ ସେମାନେ ମଧ୍ୟ ମୁସଲିମ ଧର୍ମାନୁଷ୍ଠାନ ଏବଂ ଧର୍ମଗୁରୁକୁ ମାନନ୍ତି। ଅପରପକ୍ଷରେ ସାଉଦି ଆରବ ଭଳି ଦେଶ, ଯେଉଁମାନଙ୍କ ସହିତ ସାମରିକ ଚୁକ୍ତି କରି ବାଧ୍ୟବାଧକତାରେ ପାକିସ୍ତାନ। ଏଣୁ କେମିତି ଏହି ଯୁଦ୍ଧରେ ନିଜର ଅଂଶୀଦାର ବା ଭାଗଦାରୀକୁ ସେ ଦେଖେଇବ? କାହିଁକି ନା ଆକ୍ରମଣ ତ ସାଉଦି ଆରବ ଉପରେ ହୋଇଯାଇଛି, ଯେଉଁ ଦେଶଠାରୁ ଋଣ କରିଛି ପାକିସ୍ତାନ ସରକାର ଚାଲୁଛି। ସାଉଦି ଆରବ ସେହି ଦେଶ, ଯେଉଁ ଦେଶ ସହ ସାମରିକ ଚୁକ୍ତି କରି ବେଶ ବଡ ବଡ କଥା କହିଥିଲା ପାକିସ୍ତାନ। ଏବେ ସେଇଥିପାଇଁ ପାକିସ୍ତାନ କହୁଛି ଯଦି ସାଉଦି ଆରବ ଉପରେ ଆକ୍ରମଣ ବନ୍ଦ ନ ହୁଏ, ତେବେ ଯୁଦ୍ଧକୁ ଆସିବ। ହେଲେ ଯୁଦ୍ଧ କରିବାର କ୍ଷମତା ଯେହେତୁ ପାକିସ୍ତାନ ପାଖରେ ନାହିଁ, ବା ମଧ୍ୟପ୍ରାଚ୍ୟକୁ ଯାଇ ଯୁଦ୍ଧ ଲଢିବାର ଏଜେଣ୍ଡା ପାକିସ୍ତାନ ରଖୁନାହିଁ, ସେଇଥିପାଇଁ ପାକିସ୍ତାନ ବର୍ତ୍ତମାନ ଏହି ଯୁଦ୍ଧରେ ଧର୍ମର ସ୍ଲୋଗାନ ଦେଉଛି। ମକ୍କା ମଦିନା ଉପରେ ଇରାନ ଆକ୍ରମଣ କରୁଛି ବୋଲି ଅଭିଯୋଗ କରୁଛି, ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କେବଳ ଏତିକି ନୁହେଁ, ପାକିସ୍ତାନ ଆହୁରି ମଧ୍ୟ କହୁଛି ଯେ ସାଉଦି ଆରବ ଉପରେ ଆକ୍ରମଣ ନହେଲେ ପାକିସ୍ତାନ ଆକ୍ରମଣ କରିଦେବ। ସତରେ କ'ଣ ପାକିସ୍ତାନ ଆମେରିକା ଓ ଇସ୍ରାଏଲ ଭଳି ଦେଶ ସହିତ ସମକକ୍ଷ ମିସାଇଲ କ୍ଷମତା ରଖୁଛି? ସତରେ କ'ଣ ମଧ୍ୟପ୍ରାଚ୍ୟ ଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ପାକିସ୍ତାନ ଯୁଦ୍ଧକୁ ଓହ୍ଲାଇ ରଣାଙ୍ଗନରେ ନିଜର ଅସ୍ତିତ୍ୱ ଜାହିର କରିପାରିବ?
ନା ଗୋଟିଏ ସାମରିକ ଚୁକ୍ତି ପାଇଁ କେବଳ ବାହାସ୍ଫୋଟ ମାରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି। ପୂର୍ବରୁ ଆମେ ଦେଖିଛୁ ଯେତେବେଳେ ତାଲିବାନ ଉପରେ ପାକିସ୍ତାନ ଆକ୍ରମଣ କରିଥିଲା, ପାକିସ୍ତାନ ଭାବୁଥିଲା ଯେ ତାଲିବାନ ଉପରେ ଆକ୍ରମଣ କଲେ ତାଲିବାନ କୌଣସି ବଡ଼ ଧରଣର ପ୍ରତି ଉତ୍ତର ଦେବନି, କିନ୍ତୁ ତାଲିବାନ କଲା କ'ଣ? ପାକିସ୍ତାନ ଯେମିତି ତାଲିବାନ ଉପରେ ଆକ୍ରମଣ କଲା, ପାକିସ୍ତାନ ଯେମିତି କାନ୍ଦାହାର କାବୁଲ ଉପରେ ଆକ୍ରମଣ କରିଦେଲା, ସେତେବେଳେ ତାଲିବାନୀ ସେନା ପାକିସ୍ତାନର ନୂର ଖାନ ଏୟାରବେସ୍ ଭଳି ସବୁଠାରୁ ବଡ଼ ଏୟାରବେସ୍କୁ ଧ୍ୱଂସ କରିଦେଲେ ବା ନଷ୍ଟ କରିଦେଲେ। ଏବେ ସାଉଦି ଆରବ ଉପରେ ଆକ୍ରମଣ ହୋଇଛି, ପାକିସ୍ତାନ କ'ଣ କରିବ? ପାକିସ୍ତାନ କହିପାରିବନି ଯେ ତାଲିବାନ ଯେତେବେଳେ ପାକିସ୍ତାନ ଉପରେ ଆକ୍ରମଣ କଲା ସେତେବେଳେ ସାଉଦି ଆରବ କାହିଁକି ଚୁପ୍ ରହିଥିଲା। ଅବଶ୍ୟ ସାଉଦି ଆରବ ମଧ୍ୟ ତାଲିବାନ ଓ ପାକିସ୍ତାନର ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ହସ୍ତକ୍ଷେପ କରିନଥିଲା, କିନ୍ତୁ ଏଠି ତ ଗୋଲାମଗିରି କରୁଛି ପାକିସ୍ତାନ। ପାକିସ୍ତାନ ତ ଋଣୀ ରାଷ୍ଟ୍ର, ପାକିସ୍ତାନ ତ ସାଉଦି ଆରବର ଆଶୀର୍ବାଦରେ ବର୍ତ୍ତମାନ ଚଳୁଛି, ସାଉଦି ଆରବ ସହିତ ସାମରିକ ଚୁକ୍ତି କରିଛି, ଯେଉଁଥିପାଇଁ ସାଉଦି ଆରବ ସହ ଛିଡ଼ା ହେବାକୁ ବାଧ୍ୟ ହେଉଛି। ଆଉ ସାଉଦି ଆରବ ଯେତେବେଳେ କହୁଛି ଯେ ତମେ ଆମ ସହ ସାମରିକ ଚୁକ୍ତି କରିଛ, ଆମ ଉପରେ ଯେତେବେଳେ ଆକ୍ରମଣ ହେଉଛି ତୁମେ କ'ଣ କରୁଛ, ସେତେବେଳେ ପାକିସ୍ତାନ ବାଧ୍ୟ ହୋଇ କହୁଛି ଯଦି ସାଉଦି ଆରବ ଉପରେ ଆକ୍ରମଣ ବନ୍ଦ ନ ହୁଏ ତେବେ ଯୁଦ୍ଧକୁ ଓହ୍ଲାଇବ ପାକିସ୍ତାନ। ହେଲେ ନା ଏଥିପାଇଁ ଦର୍ଶକ ବନ୍ଧୁ ପାକିସ୍ତାନ ପାଖରେ ସେ ମିସାଇଲଗତ କ୍ଷମତା ଅଛି, ନା ପାକିସ୍ତାନ ନିଜର ସୀମା ସରହଦରୁ ନେଇ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବୁଦ୍ଧିରେ ନିଜର ଦବଦବା ଜାହିର କରିବା ପାଇଁ ଦକ୍ଷ। କିନ୍ତୁ ଗୋଟିଏ ଡ୍ରିଲ କାରଣରୁ ବର୍ତ୍ତମାନ କେବଳ ବାହାସ୍ଫୋଟ ମାରି ଯୁଦ୍ଧକୁ ଧର୍ମର ନାଁ ଦେଇ ଏକ ନୂଆ ଗୋଟିଚାଳନା କରି ବିଶ୍ୱକୁ ବିଭ୍ରାନ୍ତ କରିବାର ଉଦ୍ୟମ ଆରମ୍ଭ କରିଦେଇଛି ପାକିସ୍ତାନ। ଯେତେବେଳେ କି ଇରାନ କୌଣସି ଧର୍ମର ଲଢ଼େଇ ଲଢୁନାହିଁ, ଇରାନ ଧର୍ମକୁ ପ୍ରସଙ୍ଗ କରି ଆମେରିକା ବା ଇସ୍ରାଏଲ ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁନାହିଁ। ଏ ଯୁଦ୍ଧ ହେଉଛି ଆମେରିକାର ଏଜେଣ୍ଡା, ଇସ୍ରାଏଲର ଏଜେଣ୍ଡା। এই ଯୁଦ୍ଧ ହେଉଛି ଇରାନର ଆମେରିକା ଓ ଇସ୍ରାଏଲ ସମ୍ପର୍କିତ ପ୍ରସଙ୍ଗକୁ ନେଇ। ଆଉ ମଧ୍ୟପ୍ରାଚ୍ୟକୁ ଏଥିପାଇଁ ଇରାନ ଟାର୍ଗେଟ କରୁଛି ଯେ ତୈଳ ଦର ବୃଦ୍ଧି ପାଇଲେ ଏକ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେବ, ଆଉ ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶର ତୈଳ ଭଣ୍ଡାର ରହିଛି, ତେଣୁ ସେଗୁଡ଼ିକୁ ଟାର୍ଗେଟ କରୁଛି ଇରାନ, ଯାହାଦ୍ୱାରା ସେ ନିଜେ ଅର୍ଥନୈତିକ ସ୍ତରରେ କୂଟନୈତିକ ସ୍ତରରେ ଅନ୍ୟ ଦେଶର ସମର୍ଥନ ପାଇବ ବୋଲି ଆଶା କରୁଛି। କିନ୍ତୁ କୌଣସି ଧର୍ମାନୁଷ୍ଠାନ ଉପରେ ଇରାନ ଆକ୍ରମଣ କରୁନାହିଁ। ହେଲେ ପାକିସ୍ତାନ ଏତେ ଦୂରରେ ଥାଇ ଏହି ଯୁଦ୍ଧକୁ ଧର୍ମର ନାଁ ଦେଇ ବର୍ତ୍ତମାନ ବିଶ୍ୱକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ପାକିସ୍ତାନ ସରକାର କହୁଛନ୍ତି ଯେ ଯଦି ମକ୍କା ମଦିନା ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନ ଚୁପ୍ ବସିବ ନାହିଁ। ହେଲେ ଆରେ ପାକିସ୍ତାନ ସରକାର ଆପଣମାନେ କାହିଁ ଭୁଲି ଯାଉଛନ୍ତି ଯେ ଇରାନ ମଧ୍ୟ ମୁସଲିମ ଦେଶ ଓ ସେ ମକ୍କା ମଦିନା ଉପରେ ଆକ୍ରମଣ କରୁନାହିଁ। ଏହା କେବଳ ପାକିସ୍ତାନର ଗୋଟିଏ ଦୋମୁହା ନୀତି। ତେବେ ଦର୍ଶକ ବନ୍ଧୁ ଅପେକ୍ଷା ରହିବ ଯେ ଯୁଦ୍ଧରେ ଯେଉଁ ବାହାସ୍ଫୋଟ ମାରିଛି ପାକିସ୍ତାନ, ପ୍ରକୃତରେ ଆଗକୁ ସେ କେମିତି ସାମ୍ନା କରିବ ଯୁଦ୍ଧ ପରିସ୍ଥିତିକୁ। ଏ ଯୁଦ୍ଧ ଭୂମିରେ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଓ ନିଜର ବଡ଼ ଭାଇ ସାଉଦି ଆରବ ସହ ରଖିଥିବା ସାମରିକ ଚୁକ୍ତିକୁ କାୟମ ରଖିବା ପାଇଁ କ'ଣ କରୁଛି ପାକିସ୍ତାନ। ଏଭଳି ରିପୋର୍ଟ ଦେଖିବା ପାଇଁ ନ୍ୟୁଜ୍ ରୁମ୍କୁ ଆମର ସୋସିଆଲ ମିଡ଼ିଆ ସାଇଟ୍ ୟୁଟ୍ୟୁବ ଫେସବୁକରେ ଲାଇକ୍ କରନ୍ତୁ, ଆମ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ନିଜର ମତାମତ କମେଣ୍ଟ ବକ୍ସରେ ନିଶ୍ଚିତ ଲେଖନ୍ତୁ। ରହୁଛି, ନମସ୍କାର।